ନମସ୍କାର ଆପଣମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲ୍ ମେଡ୍ ଇନ୍ ଓଡ଼ିଶାରେ ଅନେକ ଅନେକ ସ୍ୱାଗତ। ମୁଁ ଆଜି ଆପଣମାନଙ୍କ ସାଙ୍ଗରେ ସେୟାର କରିବି ଫୁଲକୋବି ଏବଂ ଆଳୁର କଷାର ରେସିପି। ଆସନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିନେବା। ଫୁଲକୋବି ଆଳୁ କଷା ପାଇଁ ମୁଁ ଏଇଠି ପ୍ରଥମେ ଫୁଲକୋବିକୁ ମୋ ହିସାବରେ କାଟି ତାକୁ ଭଲ ଭାବେ ହଳଦୀ ପାଣିରେ ଧୋଇ ନେଇଛି। ଆପଣମାନେ ଆପଣଙ୍କ ହିସାବରେ ଫୁଲକୋବି ଏବଂ ଆଳୁକୁ କାଟି ନେବେ। ମୁଁ ଏଠି ମୋ ହିସାବରେ ଫୁଲକୋବିକୁ ସେପ୍ ଦେଇଛି। ଆପଣମାନେ ଆପଣଙ୍କ ହିସାବରେ ଛୋଟ ବଡ଼ କରି କାଟି ନେଇପାରିବେ ଫୁଲକୋବିକୁ। ଏବେ ଦେଖନ୍ତୁ ଫୁଲକୋବି ପରେ ଏଠି ମୁଁ ଆଳୁକୁ ଛୋଟ ଛୋଟ କରି କାଟି ନେଇଛି। ଆପଣମାନେ ଆପଣଙ୍କ ହିସାବରେ ଆଳୁକୁ ନେଇଯିବେ ଆଉ ଆପଣଙ୍କ ହିସାବରେ କାଟି ନେବେ। ଏବେ ଦେଖନ୍ତୁ ଫୁଲକୋବି ଆଳୁ କଷାର ରେସିପି ପାଇଁ ମୁଁ ଏଠି କଡ଼େଇକୁ ଭଲ ଭାବେ ଗରମ କରି ସେଥିରେ ତେଲ ଗରମ କରି ନେଇଛି। ତେଲ ଭଲ ଭାବେ ଗରମ ହେଇଯିବା ପରେ ସେଥିରେ ମୁଁ କିଛି ପଞ୍ଚଫୁଟଣ ପକାଇ ନେଲି ତେଲରେ, ଯାହାଫଳରେ କି ତରକାରୀ ଭଲ ଟେଷ୍ଟ ଆସିବ। ପଞ୍ଚଫୁଟଣ ଟିକେ ଭଲ ଭାବେ ଫୁଟିଯିବା ପରେ ତେଲରେ ଆମେ ଯେଉଁ କାଟି ରଖିଥିଲେ ଫୁଲକୋବିକୁ, ଏବେ ସେଇ ଫୁଲକୋବିକୁ ପକାଇ ନେବା ଏହି ତେଲରେ ଏବଂ ସେଥିରେ ମୁଁ ଏଡ଼୍ କରି ନେଉଛି ଆଳୁକୁ। ମୁଁ ଏଠି ଆଳୁ ଏବଂ ଫୁଲକୋବିକୁ ଏକା ସହିତ ଭାଜି ନେଉଛି। ଆପଣମାନେ ଚାହିଁଲେ ଅଲଗା ଅଲଗା ବି ଭାଜି ନେଇପାରିବେ। ଏବେ ଦେଖନ୍ତୁ ଫୁଲକୋବି ଏବଂ ଆଳୁକୁ ଭଲ ଭାବେ ତେଲ ଏବଂ ପଞ୍ଚଫୁଟଣ ସହିତ ମିଶାଇ ନେବା। ଏବେ ସେଥିରେ ମୁଁ ଏଡ଼୍ କରି ନେଉଛି ସ୍ୱାଦ ଅନୁସାରେ ଲୁଣ ଏବଂ ସେଥିରେ ଦେଇଦେଉଛି ହଳଦୀ ଗୁଣ୍ଡ। ଫୁଲକୋବି ଉପରେ ଲୁଣ ଏବଂ ହଳଦୀ ଗୁଣ୍ଡ ପକାଇ ସାରିବା ପରେ ଏବେ ତାକୁ ଭଲ ଭାବେ ଏପଟ ସେପଟ କରି ମିଶାଇ ନେବା, ଯାହାଫଳରେ କି ଲୁଣ ଏବଂ ହଳଦୀ ଗୁଣ୍ଡ ଚାରିଆଡ଼େ ଫୁଲକୋବିରେ ଯାଇ ଲାଗିପାରିବ। ତାହେଲେ ଯାଇ ତାର ଟେଷ୍ଟ ବି ବହୁତ ଭଲ ଆସିବ ଏବଂ ଫୁଲକୋବି ଏବଂ ଆଳୁ ବହୁତ ଭଲ ଭାବେ ସିଝିପାରିବ। ଏବେ ଦେଖନ୍ତୁ ମୁଁ ତାକୁ କଭର ଦେଇ ଛାଡ଼ି ଦେଉଛି 5ରୁ 8 ମିନିଟ୍ ପର୍ଯ୍ୟନ୍ତ ଫୁଲକୋବି ଭଲ ଭାବେ ସିଝିବା ପାଇଁ। ଏବେ ଦେଖନ୍ତୁ 5ରୁ 8 ମିନିଟ୍ ପରେ ତାର କଭର କାଢ଼ି ମୁଁ ଏପଟ ସେପଟ କରି ଭଲ ଭାବେ ଲେଉଟାଇ ନେଉଛି, ନହେଲେ ତଳପଟୁ ଲାଗିଯିବ। ଫୁଲକୋବି ଏବଂ ଆଳୁକୁ ଏପଟ ସେପଟ କରି ଭଲ ଭାବେ ଥରେ ଥରେ ମିଶାଇ ନେଉଥିବେ, ନହେଲେ ତଳପଟୁ ଲାଗିଯିବ। ଆଉ ଫୁଲକୋବିକୁ ବହୁତ ଭଲ ଭାବେ ସିଝିବା ପାଇଁ ମୁଁ ଏଠି ଆଉ 5ରୁ 8 ମିନିଟ୍ ପର୍ଯ୍ୟନ୍ତ କଭର ଦେଇ ଛାଡ଼ି ଦେଉଛି। ଏବେ ଦେଖିପାରୁଥିବେ 5 ମିନିଟ୍ ପରେ ତାର କଭର ମୁଁ କାଢ଼ି ନେଉଛି। ଏବେ ଆମର ଆଳୁ ବି ଟିକେ ଟିକେ ସିଝିବାକୁ ଲାଗିଲାଣି, ବାକି ବେଶୀ ସିଝି ନଥିଲା, ଟିକେ ଦରକଞ୍ଚା ଟାଇପ୍ର ଥିଲା। ଏବେ ଦେଖନ୍ତୁ ମୁଁ ଏହି ଫୁଲକୋବି ଏବଂ ଆଳୁକୁ ଏପଟ ସେପଟ କରି ଆଉ ଥରେ ଭଲ ଭାବେ ଲେଉଟାଇ ନେଉଛି। ଫୁଲକୋବି ଆଳୁର କଷା ପାଇଁ ମୁଁ ଏଠି ମସଲା ପ୍ରସ୍ତୁତ କରି ନେଉଛି। ସେଥିପାଇଁ ମୁଁ ଏଠି କଡ଼େଇକୁ ଭଲ ଭାବେ ଗରମ କରି ସେଥିରେ ମୁଁ କିଛି ତେଲକୁ ଭଲ ଭାବେ ଗରମ କରି ନେଇଛି। ମୁଁ ଏଠି ମୋ ହିସାବରେ ତେଲ ପକାଇ ନେଇଛି। ତେଲ ଭଲ ଭାବେ ଗରମ ହେଇଯିବା ପରେ ମୁଁ ଏଠି ଆଗରୁ ମସଲା ଗ୍ରାଇଣ୍ଡିଙ୍ଗ କରି ରଖି ନେଇଥିଲି, ପିଆଜ, ରସୁଣ, ଅଦା ଏବଂ ଜିରାର। ଏବେ ସେହି ପେଷ୍ଟକୁ ପକାଇ ନେଉଛି ଏହି ତେଲ ଉପରେ, ଯାହାଫଳରେ କି ଫୁଲକୋବି ଏବଂ ଆଳୁର କଷାଟି ବହୁତ ଭଲ ଭାବେ ହେଇପାରିବ। ସେଥିପାଇଁ ମସଲା ଉପରେ ମୁଁ ସ୍ୱାଦ ଅନୁସାରେ ଲୁଣ ଏବଂ ହଳଦୀ ଗୁଣ୍ଡ ପକାଇ ଏବେ ସେଥିରେ ମୁଁ କିଛି କାଶ୍ମୀର ମିର୍ଚ୍ଚ ପାଉଡ଼ର ପକାଇ ନେଉଛି, ଯାହାଫଳରେ କି ତରକାରୀ ଭଲ କଲର୍ ଆସିବ ଏବଂ ତାର ଲୁକ୍ ବି ବହୁତ ଭଲ ଦେଖାଯିବ। ମୁଁ ଏଠି ବେଶୀ ମସଲା ୟୁଜ୍ କରେନି, ମୁଁ ଏଠି କମ୍ ମସଲା ହିଁ ନେଇଛି। ଆପଣମାନେ ଆପଣଙ୍କ ହିସାବରେ ମସଲା ଦେଇପାରିବେ। ଏବେ ଆମେ ଯେଉଁ ମସଲା ଉପରେ ଲୁଣ, ହଳଦୀ ଏବଂ କାଶ୍ମୀର ମିର୍ଚ୍ଚ ପାଉଡ଼ର ପକାଇ ନେଇଥିଲେ, ଏବେ ସେସବୁକୁ ଭଲ ଭାବେ ମସଲା ସହିତ ମିଶାଇ ନେବା, ଯାହାଫଳରେ କି ଆମର ପରଫେକ୍ଟ ଭାବେ ବନିପାରିବ ଫୁଲକୋବି ଆଳୁ କଷା ପାଇଁ ମସଲାଟି। ଏବେ ଦେଖନ୍ତୁ ମସଲାକୁ 2 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବେ ମିଶାଇ ସାରିବା ପରେ ଏବେ ସେଥିରେ ମୁଁ କିଛି କଟା ଟମାଟୋ ପକାଇ ନେଉଛି। ଏବେ ସେଥିରେ ମୁଁ କିଛି ପକାଇ ନେଉଛି ମେଥି ପତ୍ର। ଏବେ ସେସବୁକୁ ଭଲ ଭାବେ ମିଶାଇ ନେବା, ଯାହାଫଳରେ କି ମସଲା ସହିତ ମିଶାଇ ନେଲେ ତାର ପରଫେକ୍ଟ ଭାବେ ବନିପାରିବ ଏହି ଫୁଲକୋବି ଆଳୁ କଷାଟି ଏବଂ ତାର ଟେଷ୍ଟ ବି ବହୁତ ଭଲ ଆସିବ। ଏବେ ସେଥିରେ ମୁଁ କିଛି ଏଡ଼୍ କରି ନେଉଛି ମସଲା ପାଣି। ଏବେ ସେସବୁକୁ ଭଲ ଭାବେ ମସଲା ସହିତ ମିଶାଇ ନେବା ଏବଂ ତାକୁ ଟମାଟୋକୁ ଭଲ ଭାବେ ସିଝିବା ପାଇଁ ଛାଡ଼ିଦେବା। ଏବେ ଦେଖନ୍ତୁ 2 ମିନିଟ୍ ପର୍ଯ୍ୟନ୍ତ ମୁଁ ଟମାଟୋକୁ ସିଝିବା ପାଇଁ ଛାଡ଼ି ଦେଇଥିଲି। ଏବେ ଦେଖନ୍ତୁ 2 ମିନିଟ୍ ପରେ ତାର କଭର ମୁଁ କାଢ଼ି ନେଉଛି। ଏବେ ଆପଣମାନେ ତ ଦେଖିପାରୁଥିବେ ଟମାଟୋ ବି ବହୁତ ଭଲ ଭାବେ ସିଝିବାକୁ ଲାଗିଲାଣି। ଆପଣମାନେ ବି ଥରେ ଏହିପରି ଭାବେ ନିଶ୍ଚୟ ଟ୍ରାଏ କରନ୍ତୁ ଫୁଲକୋବି ଏବଂ ଆଳୁର କଷା ରେସିପି, ତାର ଟେଷ୍ଟ ବହୁତ ଭଲ ଆସିବ। ଏବେ ଦେଖନ୍ତୁ ମସଲା ଭଲ ଭାବେ ହେଇଯିବା ପରେ ଏବେ ସେଥିରେ ମୁଁ ଏଡ଼୍ କରି ନେଉଛି କିଛି ଚିକେନ ମସଲା ଏବଂ କିଛି ଗରମ ମସଲା। ଆପଣମାନେ ବି ଯେତେବେଳେ ବି ଯାହା ରେସିପି ବନାନ୍ତୁ ନା କାହିଁକି ଚିକେନ ମସଲା ଏବଂ ଗରମ ମସଲା ନିହାତି ଏଡ଼୍ କରିନେବେ। ଏବେ ଦେଖନ୍ତୁ ଏହି ଚିକେନ ମସଲା ଏବଂ ଗରମ ମସଲାକୁ ଭଲ ଭାବେ ମସଲା ସହିତ କଷି ନେବା। ଏବେ ଆମେ ଯେଉଁ ଭାଜି ରଖିଥିଲେ ଫୁଲକୋବି ଏବଂ ଆଳୁକୁ, ଏବେ ସେହି ଫୁଲକୋବି ଏବଂ ଆଳୁକୁ ପକାଇ ନେବା ଏହି ମସଲା ଉପରେ। ଏବେ ତାକୁ ଭଲ ଭାବେ ଏପଟ ସେପଟ କରି ମିଶାଇ ନେବା, ଯାହାଫଳରେ କି ମସଲାରେ ଚାରିଆଡ଼େ ଯାଇ ଲାଗିପାରିବ ଏହି ଫୁଲକୋବି ଏବଂ ଆଳୁଟି।
ଆପଣମାନେ ବି ଥରେ ଏହିପରି ଭାବେ ନିଶ୍ଚୟ ଟ୍ରାଏ କରନ୍ତୁ ଫୁଲକୋବି ଏବଂ ଆଳୁର କଷା ରେସିପି। ଏହାର ଟେଷ୍ଟ ବହୁତ ଭଲ ଆସିବ। ଏବେ ଦେଖନ୍ତୁ ମସଲାକୁ ଏବଂ ଆଳୁ ଫୁଲକୋବିକୁ ଭଲ ଭାବେ ମିଶି ସାରିବା ପରେ ମୁଁ ଆଉ କିଛି ପାଣି ଆଡ଼୍ କରିନେଲି, ଯାହାଫଳରେ କି ଆଳୁ ଏବଂ ଫୁଲକୋବିଟି ଟିକେ ଦରକଞ୍ଚା ଥିଲା, ତାହା ବହୁତ ଭଲ ଭାବେ ସିଝି ପାରିବ। ମୁଁ ଏଠି ଆଉ 5 ମିନିଟ୍ ପର୍ଯ୍ୟନ୍ତ କଭର ଦେଇ ଛାଡ଼ିଦେଲି ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ। ଏବେ ଦେଖିପାରୁଥିବେ ଆଳୁ ଏବଂ ଫୁଲକୋବିଟି ବହୁତ ଭଲ ଭାବେ ସିଝିବାକୁ ଲାଗିଲାଣି। ଏବେ ସେଥିରେ ଅଳ୍ପ ଅଳ୍ପ ପାଣି ରହିଛି। ଏବେ ସେଇ ପାଣିକୁ ଭଲ ଭାବେ ମରିବା ପାଇଁ ଛାଡ଼ିଦେବା। ଏବେ ଦେଖିପାରୁଥିବେ ଫୁଲକୋବି ଏବଂ ଆଳୁଟି ଆମର ପରଫେକ୍ଟ ଭାବେ ସିଝିବାକୁ ଲାଗିଲାଣି। ଏବେ এই ଯେଉଁ ପାଣିଟି ଥିଲା ତାକୁ ଭଲ ଭାବେ ମରିବା ପାଇଁ ଛାଡ଼ିଦେବା, ଯାହାଫଳରେ କି ଆମର ପରଫେକ୍ଟ ଭାବେ ବନିପାରିବ ଫୁଲକୋବି ଆଳୁର କଷା ରେସିପି। ଏବେ ଦେଖନ୍ତୁ ଫୁଲକୋବିରେ ପାଣି ବହୁତ ଭଲ ଭାବେ ମରିଯାଇଛି। ଏବେ ଆମର ପୁରା ପରଫେକ୍ଟ ଭାବେ ବନିଯାଇଛି ଫୁଲକୋବି ଆଳୁର କଷା ରେସିପି। ଏବେ ସେଥିରେ ମୁଁ କିଛି ଆଡ଼୍ କରିନେଉଛି ଧନିଆ ପତ୍ର। ଏବେ ଆମର ବହୁତ ଭଲ ଭାବେ ବନିଗଲା ଫୁଲକୋବି ତରକାରୀ। ଏବେ ମୁଁ ତାକୁ ଗୋଟେ ପ୍ଲେଟ୍କୁ ସର୍ଭ କରିନେଉଛି। ଆପଣମାନେ ବି ଥରେ ଏହିପରି ଭାବେ ନିଶ୍ଚୟ ଟ୍ରାଏ କରନ୍ତୁ ବହୁତ କମ୍ ତେଲ ମସଲାରେ ଫୁଲକୋବି ଆଳୁର କଷା ରେସିପି। ଆଉ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ ଏହି ରେସିପି ଆପଣମାନଙ୍କୁ କେମିତି ଲାଗିଲା। ଖରା ଦିନ ହେଉ କିମ୍ବା ଶୀତ ଦିନେ ହେଉ ସବୁବେଳେ ତ ଫୁଲକୋବି ଆଭେଲେବୁଲ୍ ଥାଏ। ଏବେ ଏହାର ଟେଷ୍ଟ ବି ବହୁତ ଭଲ ଆସୁଛି। ଆପଣମାନେ ଥରେ ନିଶ୍ଚୟ ଟ୍ରାଏ କରନ୍ତୁ ଫୁଲକୋବି ଏବଂ ଆଳୁର ରେସିପି, ଆଉ ତାର ଟେଷ୍ଟ ବହୁତ ଭଲ ଆସିବ। ଆପଣମାନେ ଥରେ ଖରାଦିନିଆ ନିଶ୍ଚୟ ଟ୍ରାଏ କରନ୍ତୁ ଏହି ଫୁଲକୋବି ଏବଂ ଆଳୁର ରେସିପି। ମୋର ଯଦି ଏହି ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍ ଏବଂ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରିଦିଅନ୍ତୁ। ମୋର ଯେତିକ ବି ନୂଆ ନୂଆ ରେସିପି ଭିଡ଼ିଓ ଆସିବ ସର୍ବପ୍ରଥମେ ଆପଣମାନଙ୍କ ପାଖରେ ପହଞ୍ଚି ପାରିବ। ଏମିତି ନୂଆ ନୂଆ ରେସିପି ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।